6 ବର୍ଷ ବିତିଗଲାଣି। ଆଜି ବି ସେ ଦିନର ସେ ଘଟଣା ମନେ ପଡ଼ିଲେ ଦେହ ଶୀତେଇ ଉଠେ। ସାରା ଦେଶ ମଉଜ ମଜଲିସରେ ମଜି ଯାଇଥିଲା। ଦେଶ ସାରା ପାଳନ ହେଉଥିଲା ଭ୍ୟାଲେଣ୍ଟାଇନ୍ସ ଡେ। କିନ୍ତୁ ହଠାତ୍ ଭାରତକୁ ଘୋଟି ଆସିଥିଲା କଳା ବାଦଲ। ହସ ଖୁସିରେ ଫାଟି ପଡ଼ୁଥିବା ଦେଶଟା କେଇଟା ମୁହୂର୍ତ୍ତରେ ଶୋକରେ ଭିଜି ଯାଇଥିଲା। କୋଟି କୋଟି ଭାରତୀୟଙ୍କ ଆଖିରେ ଭରି ଯାଇଥିଲା ଲୁହ। ସମସ୍ତଙ୍କ ମନରେ କୋହ, ଯନ୍ତ୍ରଣା ଆଉ ମାଟି ମା ପାଇଁ ଦେଶପ୍ରେମର ସେଇ ଛାତିତରା ଦୃଶ୍ୟ। 40 ଜଣ ଯବାନଙ୍କ ରକ୍ତର ନଦୀରେ ଭିଜି ଯାଇଥିଲା ପୁଲୱାମା ମାଟି। ପାକିସ୍ତାନର ଆତଙ୍କବାଦୀ ବିସ୍ଫୋରଣରେ ଦେଶର 40 ଜଣ ବୀର ଯବାନ ଶହୀଦ ହୋଇଯାଇଥିଲେ। କିନ୍ତୁ ପୁଲୱାମାର ଏହି ବିସ୍ଫୋରଣର ଶବ୍ଦ ସାରା ଭାରତରେ ଗୁଞ୍ଜରିତ ହେଉଥିଲା। ଶହୀଦ ଯବାନଙ୍କ ବଳିଦାନ ପାଇଁ ସବୁ ଭାରତୀୟଙ୍କ ଛାତି ଚଉଡ଼ା କରିଦେଇଥିଲା। କିନ୍ତୁ ସେ ଛାତିରେ ଯବାନଙ୍କ ପ୍ରତି ସମ୍ମାନ, ଭଲ ପାଇବା ଏବଂ ପାକିସ୍ତାନ ପ୍ରତି ଘୃଣା ଭରି ଯାଇଥିଲା। ସତରେ ଆଜି ବି ସେ ଦିନର ସେ ଘଟଣା ମନେ ପଡ଼ିଲେ ଦେହ ଶୀତେଇ ଉଠେ। ଆଜି ବି ଫେବୃଆରୀ 14, 6 ବର୍ଷ ପୂର୍ବେ ଠିକ୍ ଆଜିର ଦିନରେ ଅପରାହ୍ନ 3ଟା ବେଳେ ଜାମ୍ମୁ କାଶ୍ମୀରର ପୁଲୱାମାରେ ଏକ ଭୟଙ୍କର ବିସ୍ଫୋରଣ ହୁଏ। ଏହି ବିସ୍ଫୋରଣ ସାରା ଭାରତକୁ ଦୋହଲାଇ ଦେଇଥିଲା। ଜୈଶ ଏ ମହମ୍ମଦର ଆତ୍ମଘାତୀ ବିସ୍ଫୋରଣକାରୀ ଆଦିଲ ଅହମ୍ମଦ ଦାର ବିସ୍ଫୋରକ ବୋମା ଗାଡ଼ିରେ ନେଇ CRPF କନଭେନ୍ ଉପରେ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ 40 ଯବାନ ଶହୀଦ ହୋଇଯାଇଥିଲେ ଏବଂ ଅନେକ ଯବାନ ଗୁରୁତର ମଧ୍ୟ ହୋଇଥିଲେ। ଏହି ଘଟଣା ଭାରତ ପାକିସ୍ତାନର ତିକ୍ତତାକୁ ଆହୁରି ବଢ଼ାଇ ଦେଇଥିଲା। ଶ୍ରୀନଗର ଯାଉଥିବା ଏହି ଗାଡ଼ିରେ 2500 ଯବାନ ଯାତ୍ରା କରୁଥିଲେ। କିନ୍ତୁ ପୁଲୱାମା ଅବନ୍ତିପୁରାରେ ଅଚାନକ ବିସ୍ଫୋରକ ସାମଗ୍ରୀ ଧରି ଆସୁଥିବା ଏକ ଗାଡ଼ି ଯବାନଙ୍କ ଗାଡ଼ିକୁ ଧକ୍କା ଦେଇଥିଲା। ଏହି ବିସ୍ଫୋରଣରେ 40 ଜଣ ଯବାନ ବୀରଗତି ପ୍ରାପ୍ତ ହୋଇଥିଲେ। ଏହାପରେ ସାରା ଦେଶରେ ଖେଳି ଯାଇଥିଲା ଶୋକ। ଦେଶର 40 ଜଣ ମହାବୀର ସନ୍ତାନକୁ ହରାଇ ସେଦିନ କାନ୍ଦି ଉଠିଥିଲା ଭାରତ ମାତା। ଆଜି ବି ସେଦିନ ମନେ ପଡ଼ିଲେ ଦେହ ଶୀତେଇ ଉଠୁଛି। ସେହି 40 ଜଣଙ୍କର ବଳିଦାନ ଆଜି ବି ସମସ୍ତ ଭାରତୀୟଙ୍କ ହୃଦୟରେ କଣ୍ଟା ଭରି ପୋଡ଼ି ହେଇଯାଉଛି। ପାକିସ୍ତାନ ପ୍ରତି ଘୃଣା ଏବେ ବି ରହିଛି। ସେଦିନର ସେ ଘଟଣା ଆଜି ବି ସମସ୍ତଙ୍କ ଦେହକୁ ଶୀତେଇ ଉଠାଉଛି। ପୁଲୱାମାର ସେ ଭୟଙ୍କର ବିସ୍ଫୋରଣକୁ ଆଜି ବି ମନେ ପକାଉଛି ଭାରତ। ବିଭିନ୍ନ ସ୍ଥାନରେ ପୁଲୱାମାରେ ଶହୀଦ ହୋଇଥିବା ସେ 40 ଜଣ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି। ମନେ ପକାଯାଉଛି ସେମାନଙ୍କ ବୀରତ୍ୱ, ସେମାନଙ୍କ ସାହସ ଆଉ ଶେଷ ସମୟରେ ଭାରତ ମାତାକୁ ବଞ୍ଚାଇବାର ସେହି ଶେଷ ପ୍ରୟାସ। ପୁଲୱାମା ଆକ୍ରମଣର ମାତ୍ର 12 ଦିନ ପରେ ଭାରତ ଏହାର ପାଲଟା ଜବାବ ଦେଇଥିଲା ସତ। କିନ୍ତୁ ପୁଲୱାମାରେ ଶହୀଦ ହୋଇଥିବା ସେହି 40 ଜଣ ବୀର ଯବାନଙ୍କ ବଳିଦାନକୁ ଆଜି ବି କୌଣସି ଭାରତୀୟ ନିଜ ମନରୁ ଲିଭେଇ ପାରିନାହାନ୍ତି। ବ୍ୟୁରୋ ରିପୋର୍ଟ, ଧରିତ୍ରୀ ଲାଇଭ୍।